ମର୍ଣ୍ଣିଂ। ଆଜି ସକାଳୁ ହେଇଥିଲା ଆମର ପୁରୀ। ଯେହେତୁ ଗ୍ରହଣ ଲାଗୁଛି ସେଥିପାଇଁ ରାତିରୁ ଉଠିକି ମୁଁ କରିନେଇଥିଲି ପୁରୀ ତରକାରୀ। ଖାଇସାରିଲା ପରେ ମୁଁ ଝିଅକୁ ରେଡି କରିଦେଇଥିଲି ଆଉ ମୁଁ ନିଜେ ମଧ୍ୟ ରେଡି ହେଇଯାଇ ଟାଟା ବାଏ ବାଏ କରିଦେଇ ଆମେ ବାହାରି ଯାଇଥିଲୁ। ଆମ ପଟେ ତ ଖରା ବହୁତ ହେଲାଣି। ଆପଣଙ୍କ ପଟେ ଖରା ହଉଛି କି ନାହିଁ ଟିକେ କମେଣ୍ଟରେ ଜଣେଇବେ। ଫାଇନାଲି ହନୁମାନ ଗେଟ୍ ପକେଇ ଭେରଉ ଘାଟିଟିକୁ ପାର କରିନେଇଥିଲେ। ଦେଖିଲା ବେଳକୁ ଯାଇ ଗାଡ଼ିଟି ଦେଖନ୍ତୁ କେମିତି ଓଲଟିକି ପଡ଼ିଛି। ଫାଇନାଲି ଆମେ ପହଞ୍ଚି ଯାଇଥିଲୁ ମଇଦଲ ମାର୍ଚରେ। ଆମେ ଚାଲି ଯାଇଥିଲୁ କିଛି ଜିନିଷ ଆଣିବା ପାଇଁ। ଆମେ ନେଇ ଆସିଥିଲୁ କିଛି ଆଇସ୍କ୍ରିମ୍ ଆଉ ତାପରେ ବାହାରିକି ସେଠୁ ଆମେ ଫାଇନାଲି ପହଞ୍ଚି ଯାଇଥିଲୁ ଆମ ସାଙ୍ଗ ଘରେ। ହେଲେ ଆମେ ତ ପହଞ୍ଚି ଯାଇଥିଲୁ କିନ୍ତୁ ତାଙ୍କର କାହାରି ଦେଖା ନଥିଲା। କବାଟ ଖୋଲି ଦେଖିଲା ବେଳକୁ ଘରେ କେହି ନାହାନ୍ତି। ଏଇଠି 2 ଜଣ ଲୁଚିକି ବସିଛନ୍ତି ବୋଧେ। ଆଉ ଆମେ ଆଇସ୍କ୍ରିମ୍ ଆଣିଥିଲେ ସେୟାର କରି ଆଇସ୍କ୍ରିମ୍ ସବୁ ଖାଇନେଲେ। ତାପରେ ପହଞ୍ଚି ଯାଇଥିଲେ ଆମର ଆଉ ଜଣେ ସାଙ୍ଗ। ସମସ୍ତେ ବସି ମିଳିମିଶି ଆମେ ଖାଇ ନେଇଥିଲୁ ପୁରୀ ମଟର ତରକାରୀ ସହିତ ମୁଢ଼ି। ମଝିରେ ମଝିରେ ସାଙ୍ଗସାଥି ସାଙ୍ଗରେ ମିଶିକି ଖାଇବାର କିଛି ଅଲଗା। ରହିଲି। ଜୟ ଜଗନ୍ନାଥ।